ନମ୍ବର 1 ହାଇଦ୍ରାବାଦରୁ ଚୋରି କରି ଶ୍ୱଶୁର ଘରେ ଲୁଚାଇଥିଲେ କଜି କଜି ପହଞ୍ଚିଗଲା ପୁଲିସ। ହାଇଦ୍ରାବାଦରୁ ଟଙ୍କା ଚୋରି କଲେ ବାଲେଶ୍ୱର ବଗରାଇ ବ୍ଲକ କରମନ୍ଦାରେ ଆଣି ଲୁଚାଇଥିଲେ। ଏଭଳି କିଛି ଚାଞ୍ଚଲ୍ୟକର ଘଟଣା ଏବେ ହାଇଦ୍ରାବାଦରୁ ବାଲେଶ୍ୱର ଯାଏଁ ଚହଳ ସୃଷ୍ଟି କରିଛି। ହାଇଦ୍ରାବାଦରେ ଏଗ୍ରୋ ଇଣ୍ଡଷ୍ଟ୍ରି ନାମକ ଏକ କମ୍ପାନୀରେ କାମ କରୁଥିଲେ ବାଲେଶ୍ୱର ଅଞ୍ଚଳର ଯୁବକ ଗୋପାଳ ବେହେରା। ସେ ସେହି କମ୍ପାନୀରୁ 20 ଲକ୍ଷ ଟଙ୍କା ଚୋରାଇ ଆଣି ଶ୍ୱଶୁର ଘରେ ଲୁଚାଇଥିବା ଜଣାପଡ଼ିଛି। ହାଇଦ୍ରାବାଦ ପୁଲିସ ସୂଚନା ମୁତାବକ ଗତ 8ରୁ 10 ତାରିଖ ପର୍ଯ୍ୟନ୍ତ ବ୍ୟାଙ୍କ ଛୁଟି ଥିଲା। କମ୍ପାନୀର 21 ଲକ୍ଷ ଟଙ୍କା ବ୍ୟାଙ୍କରେ ଡିପୋଜିଟ୍ କରିବା ବଦଳରେ ନାମପଲ୍ଲୀ ଷ୍ଟେସନରେ ସେ ନିଜ ଶଳାଙ୍କୁ ଟଙ୍କା ଦେଇ ଗାଁକୁ ପଠାଇ ଦେଇଥିଲେ। ଏନେଇ ଗୋପାଳ ନାଁରେ ଅଭିଯୋଗ ହୋଇଥିଲା। ନମ୍ବର 2 ଝିଣ୍ଟିକା ମାରି ବଣି ପୋଷିବେ ସରକାର, କର୍ମଚାରୀଙ୍କ ପ୍ରଶିକ୍ଷଣ ଭତ୍ତା ବନ୍ଦ କଲା ଅର୍ଥ ବିଭାଗ। 5 ମାସ ପୂରି ସରକାରଙ୍କୁ 6 ମାସ ଚାଲିଲାଣି, ମାତ୍ର ନିର୍ଦ୍ଦିଷ୍ଟ ଭାବରେ କୌଣସି ଲକ୍ଷ୍ୟଭେଦୀ ବିକାଶମୂଳକ କାର୍ଯ୍ୟ ପରିବର୍ତ୍ତେ ରାଜ୍ୟ ସରକାର କେବଳ ରଙ୍ଗ ବଦଳା, ନୀତି ବଦଳା ଆଦି କାମରେ ମାତିଛନ୍ତି। ରାସ୍ତା ମରାମତି କାର୍ଯ୍ୟ କରାଯାଉ ନାହିଁ। ଲୋକମାନେ ରାସ୍ତାରେ ଯିବା ପାଇଁ ସମସ୍ୟା ଭୋଗୁଛନ୍ତି, ମାତ୍ର ରାସ୍ତା ଉପରେ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ଫଟୋ ଥିବା ବିଶାଳ ବିଶାଳ ଗେରୁଆ ଫଳକ ଲଗାଯାଇ ଏହା ସାଧାରଣ ଲୋକଙ୍କ ସମ୍ପତ୍ତି ବୋଲି ପ୍ରଦର୍ଶିତ ହେଉଛି। ପୂର୍ବରୁ କିଛି ବିଭାଗରେ କର୍ମଚାରୀଙ୍କ ଘରଭଡ଼ା ଆଡ଼ଭାନ୍ସ ବନ୍ଦ କରାଯାଇଥିଲା। ଏବେ ପ୍ରଶିକ୍ଷଣ ଭତ୍ତା ବନ୍ଦ ପରେ ରାଜ୍ୟରେ ଆର୍ଥିକ ସ୍ଥିତି ନେଇ ସ୍ୱାଭାବିକ ଅନେକ ପ୍ରଶ୍ନ ଜାଗ୍ରତ ହୋଇଛି। ନମ୍ବର 3 ଛାଡ଼ଖାଇ 2024 କାହିଁକି ପାଳନ ହୁଏ ଛାଡ଼ଖାଇ? ଏହାର ମାନେ କ'ଣ ଆମିଷ ଖାଇବା? କାର୍ତ୍ତିକ ମାସ ଶେଷ ହୋଇଛି। ଧର୍ମ ମାସ କାର୍ତ୍ତିକ ଶେଷ ଦିନ କାର୍ତ୍ତିକ ପୂର୍ଣ୍ଣିମାର ପରଦିନ ଛାଡ଼ଖାଇ ପଡ଼େ। ତେବେ କାର୍ତ୍ତିକ ମାସର ଧର୍ମ ମାସରେ ଘରେ ଆମିଷ ହୁଏ ନାହିଁ। କେହି କେହି କେବଳ ପଞ୍ଚୁକ 5 ଦିନ ମାନନ୍ତି। କାର୍ତ୍ତିକ ପୂର୍ଣ୍ଣିମାରେ ଡଙ୍ଗା ବସେଇ ଏହାର ପରଦିନ ଲୋକେ ଆମିଷ ଖାଇବା ଆରମ୍ଭ କରନ୍ତି। ତେବେ ଛାଡ଼ଖାଇକୁ ନେଇ ଅନେକ ମତ ରହିଛି। ଲୋକଙ୍କ ବିଶ୍ୱାସ ରହିଛି ଯେ କାର୍ତ୍ତିକ ମାସ ଏକ ପବିତ୍ର ମାସ। ଏହି ମାସରେ ସେବା ଧର୍ମ କଲେ ପୁଣ୍ୟ ମିଳେ। ସେଥିପାଇଁ କାର୍ତ୍ତିକ ବ୍ରତ ପାଳନ କରୁଥିବା ଲୋକଙ୍କ ପୂର୍ଣ୍ଣିମା ପର୍ଯ୍ୟନ୍ତ ଆମିଷ ଖାଆନ୍ତି ନାହିଁ। କେହି କେହି କେବଳ ପଞ୍ଚୁକ 5 ଦିନ ମାନନ୍ତି। ନମ୍ବର 4 ଭୁବନେଶ୍ୱରରୁ ଏସବୁ ସହରକୁ ଉଡ଼ିଯିବ ସିଧାସଳଖ ବିମାନ। କେଉଁ ସହରକୁ ସିଧାସଳଖ ଯିବ ବିମାନ? ଜାଣନ୍ତୁ। ବିମାନ ଯାତ୍ରୀଙ୍କ ପାଇଁ ଖୁସି ଖବର। ଏଣିକି ଭୁବନେଶ୍ୱରରୁ ଇନ୍ଦୋର, ଡେରାଡୁନ, କୋଚି, ଜୟପୁର, ଲକ୍ଷ୍ମୀ ଭଳି ସହରକୁ ସିଧାସଳଖ ଉଡ଼ିବ ବିମାନ। ଏନେଇ ସିଏମ୍ ପକ୍ଷରୁ ଟ୍ୱିଟ୍ ଯୋଗରେ ସୂଚନା ଦିଆଯାଇଛି। ଏସବୁ ସହରକୁ ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ସିଧାସଳଖ ଉଡ଼ିଯିବ ବିମାନ। ଭୁବନେଶ୍ୱରରୁ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରୁ ଦେଶର ବଡ଼ ବଡ଼ ସହରକୁ ଉଡ଼ିବ ବିମାନ। ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରେ ନିର୍ମାଣ ହେବ ନୂଆ ଟର୍ମିନାଲ। ନିର୍ମାଣ ହେବା ପାଇଁ 2 ବର୍ଷ ଲାଗିବ। ଏହାର ମଧ୍ୟରେ 80 ଲକ୍ଷ କ୍ଷମତା ବିଶିଷ୍ଟ ନୂଆ ଟର୍ମିନାଲ ନିର୍ମାଣ ହେବ। ନମ୍ବର 5 ସ୍ପେସ୍ ଷ୍ଟେସନରେ 50ରୁ ଅଧିକ ଛିଦ୍ର, ଫାଟ ଦେଇ ପଶୁଛି ପବନ, ସୁନିତାଙ୍କ ପାଇଁ ବଢ଼ିଲା ମୁସ୍କିଲ। ମହାକାଶରେ ସୁନିତା ୱିଲିୟମ୍ସଙ୍କ ପୃଥିବୀ ଫେରିବା ସମ୍ଭାବନା କ୍ଷୀଣ ହେଉଛି। ଫେବୃଆରୀ ମାସରେ ସୁନିତା ଏବଂ ତାଙ୍କ ସାଥୀ ଭୂପୃଷ୍ଠକୁ ଫେରିଥାନ୍ତେ, ମାତ୍ର ଏହା ମୁସ୍କିଲ ହେବାର ଲାଗିଛି। ଇଣ୍ଟରନ୍ୟାସନାଲ ସ୍ପେସ୍ ଷ୍ଟେସନରୁ ନେଇ ଆମେରିକା ମହାକାଶ ଗବେଷଣା ସଂସ୍ଥା ନାସା ଚିନ୍ତାଜନକ ଖବର ଦେଇଛି। ISSରେ ଗତ 5 ବର୍ଷ ହେଲା ଛିଦ୍ର ସୃଷ୍ଟି ହୋଇଛି। ଏହି ଛିଦ୍ର ଏବେ 50ରୁ ଅଧିକ ସ୍ଥାନରେ ହୋଇଛି। ଏହାଛଡ଼ା ଇଣ୍ଟରନ୍ୟାସନାଲ ସ୍ପେସ୍ ଷ୍ଟେସନରେ ଫାଟ ସୃଷ୍ଟି ହୋଇଥିବା ନାସା ସୂଚନା ଦେଇଛି। ଫଳରେ ସୁନିତା ୱିଲିୟମ୍ସ ଏବଂ ତାଙ୍କ ସାଥୀଙ୍କ ପାଇଁ ବିପଦ ବଢ଼ିବାରେ ଲାଗିଛି। ନମ୍ବର 6 KL ରାହୁଲଙ୍କ ଉପରେ ଟଙ୍କା ବର୍ଷା, ନିଲାମ ପୂର୍ବରୁ ଅଶ୍ୱିନ କଲେ ବଡ଼ ଖୁଲାସା। KL ରାହୁଲଙ୍କ IPL 2025 ମେଗା ନିଲାମ ପୂର୍ବରୁ ଭାରତୀୟ କ୍ରିକେଟର ରବୀନ୍ଦ୍ର ଚନ୍ଦ୍ରନଙ୍କ ଅଶ୍ୱିନ ଏବେ ଚର୍ଚ୍ଚାରେ ଅଛନ୍ତି। ସେ ଏକ ମଲ୍ ନିଲାମ କରି ଭାରତୀୟ କ୍ରିକେଟ ହଇଚଇ ସୃଷ୍ଟି କରିଛନ୍ତି। ବର୍ତ୍ତମାନ ସେମାନଙ୍କ ଦ୍ୱାରା ଆୟୋଜିତ ମୁକ୍ ନିଲାମରେ KL ରାହୁଲଙ୍କ ଦିଲ୍ଲୀ କ୍ୟାପିଟାଲ୍ସ 18 କୋଟି ଟଙ୍କାରେ କିଣିଛି। KL ରାହୁଲ ତାଙ୍କର ମୂଳ ମୂଲ୍ୟ 2 କୋଟି ଟଙ୍କା ରଖିଛନ୍ତି ଏବଂ ତାଙ୍କ ନାମ ପ୍ରଥମ ମାର୍କରେ ତାଲିକାରେ ଅଛି। ରବିଚନ୍ଦ୍ରନ ଅଶ୍ୱିନ ମଧ୍ୟ ନିଲାମର ନିୟମକୁ IPL ନିଲାମ ପରି ସମାନ ରଖିଛନ୍ତି। କିନ୍ତୁ ପାର୍ଥକ୍ୟ ହେଉଛି ଅଶ୍ୱିନ ଏଭଳି ବିକଳ୍ପକୁ କଲା ରଖୁଛନ୍ତି ଯେଉଁଠାରେ ଦଳ ସିଧାସଳଖ 5-10 କୋଟି ଟଙ୍କା ଭିଡ଼ କରିପାରିବ। ନମ୍ବର 7 ଏହି 23ଟି ଛକା ଦୁନିଆରେ କେବେ ଭୁଲି ହେବ ନାହିଁ। ଦକ୍ଷିଣ ଆଫ୍ରିକା T20 ସିରିଜରେ 2 ଖେଳାଳିଙ୍କ ଚକାଚୌକା ବର୍ଷା। T20 ସିରିଜ ଚତୁର୍ଥ ମ୍ୟାଚ୍ ତିଲକ ବର୍ମା ଏବଂ ସଞ୍ଜୁ ସାମସନ ଯେପରି ଛକା ମାରିଥିଲେ, ଦର୍ଶକମାନେ ଏହି ମ୍ୟାଚ୍ କେବେ ଭୁଲି ପାରିବେ ନାହିଁ। ସଞ୍ଜୁ 109 ବଲରେ 9 ଛକା ଏବଂ 6 ଚୌକା ସହାୟତାରେ 109 ରନ୍ ଅପରାଜିତ ଇନିଂସ ଖେଳିଥିଲେ। ତିଲକ ବର୍ମା 47ଟି ବଲରେ 10ଟି ଛକା ଏବଂ 9 ଚୌକା ସହ 120 ରନ୍ ଇନିଂସ ଖେଳି ନଟ୍ ଆଉଟ୍ ହୋଇ ଫେରିଥିଲେ। ଦକ୍ଷିଣ ଆଫ୍ରିକା ବିପକ୍ଷ ଚତୁର୍ଥ T20 ମ୍ୟାଚରେ ଭାରତୀୟ ଦଳ ମୋଟ 23 ଛକା ମାରିଛି। ଏହି ଇନିଂସରେ ସର୍ବାଧିକ ଛକା ମାରିବାରେ ଟିମ୍ ଇଣ୍ଡିଆ
ମିଳିତ ଭାବେ ତୃତୀୟ ସ୍ଥାନରେ ପହଞ୍ଚିଛି। ଜିମ୍ବାବୁଏ ପାଖରେ ସର୍ବାଧିକ ଛକା ରେକର୍ଡ ହାସଲ କରିଛି। ନମ୍ବର 8 ସିଙ୍ଗାପୁରରେ ଆତଫତେଇବେ ସବୁ ଥାଇ ଓଡ଼ିଶା ଗରିବ। ଆଉ ଏହି ସ୍ଥିତିକୁ ଆହୁରି ବିଦ୍ରୂତ କରିଛନ୍ତି ଆମ ସରକାର। ନବୀନ କରୁଥିଲେ, ଏବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବି କରୁଛନ୍ତି। ଦେଖାଇ ଦେଉଛନ୍ତି ସମ୍ପତ୍ତି ଭରା ଓଡ଼ିଶାରେ ଅପରାଗ ନେତୃତ୍ୱ। ଚାରିଆଡ଼େ ବୁଲି ବୁଲି ଶିଳ୍ପ ପାଇଁ ଭିକ ମାଗୁଛନ୍ତି। ଶିଳ୍ପ ପ୍ରତିଷ୍ଠା ଓ ପରିଚାଳନା ଦିଗରେ ସୁଯୋଗ ସୃଷ୍ଟି କରିପାରୁନଥିବାରୁ ନବୀନ ବି ଫେଲ୍ ମାରିଥିଲେ। ଅଦ୍ମ ଏବେ ମୋହନ ବି ଦେଖାଇ ପାରୁନାହାନ୍ତି ପାରିବା ପଣିଆ। ତଥାପି ପାରିବା ପଣିଆ ଦେଖାଇବାକୁ ଦରାଣ୍ଡି ହେଉଛନ୍ତି। ଘରେ ବ୍ୟସ୍ତତା ନ କରି କେବଳ ଅତିଥିଙ୍କୁ ଡକିବା ହିଁ ଓଡ଼ିଶାକୁ ବିଶ୍ୱ ଦରବାରରେ ସମାଲୋଚିତ କରୁଛି। ମୁଖ୍ୟମନ୍ତ୍ରୀ ମୋହନ ମାଝୀ କାଲିଠାରୁ 6 ଦିନିଆ ସିଙ୍ଗାପୁର ଗସ୍ତରେ ଯାଇଛନ୍ତି। ନମ୍ବର 9 ଝାନ୍ସୀ ହସ୍ପିଟାଲରେ ନିଆଁ, ନର୍ସ ଦିଆସିଲି ପ୍ରତିଦର୍ଶକ କହିଲେ ପ୍ରକୃତ ସତ। ସାମ୍ନାକୁ ଆସିଲା ଝାନ୍ସୀ ହସ୍ପିଟାଲ ଅଗ୍ନିକାଣ୍ଡ ପ୍ରକୃତ ସତ। କେମିତି ଏତେ ବଡ଼ ଅଘଟଣ ଘଟିଗଲା କହିଦେଲେ ପ୍ରତ୍ୟକ୍ଷଦର୍ଶୀ। ନର୍ସଙ୍କ ଅବହେଳା ଯୋଗୁଁ ଚାଲିଯାଇଛି ନିରୀହ 10 ଶିଶୁଙ୍କ ଜୀବନ। ତେବେ ଉତ୍ତରପ୍ରଦେଶ ଝାନ୍ସୀ ମହାରାଣୀ ଲକ୍ଷ୍ମୀବାଇ ମେଡିକାଲ କଲେଜରେ ଗତକାଲି ରାତିରେ ଭୟଙ୍କର ଅଗ୍ନିକାଣ୍ଡ ଘଟିବା ଫଳରେ 10 ଜଣଙ୍କ ଶିଶୁଙ୍କ ମୃତ୍ୟୁ ହୋଇଛି। ଏଥିରେ ମୃତ୍ୟୁ ସଂଖ୍ୟା ବଢ଼ିବା ନେଇ ଆଶଙ୍କା ରହିଥିବା ବେଳେ ପ୍ରକୃତରେ ଏ ଘଟଣା କିପରି ଘଟିଲା ସେ ନେଇ ସମସ୍ତଙ୍କ ମନରେ ପ୍ରଶ୍ନବାଚୀ ରହିଥିଲା। ଦିଆସିଲି ଜଳିବା କ୍ଷଣି ପୁରା ୱାର୍ଡରେ ନିଆଁ ବ୍ୟାପି ଯାଇଥିଲା। ନମ୍ବର 10 ଲକ୍ ହେଲା ସୁପାରି କିଲର ବନ୍ଧୁକ, ବାହାରିଲାନି ଗୁଳି। ଗୁଳି ଫୁଟାଇବା ବେଳେ ହଠାତ୍ ଲକ୍ ହୋଇପଡ଼ିଲା ସୁପାରି କିଲର ବନ୍ଧୁକ, ବାହାରିଲାନି ଗୁଳି। ବଞ୍ଚିଗଲା କାଉନସିଲଙ୍କ ଜୀବନ। ସିସିଟିଭି ପୂରା ଘଟଣା କଏଦୀ ହୋଇଛି। ସିସିଟିଭିରେ ଦେଖିବାକୁ ମିଳିଛି ଯେ ଏକ ସ୍କୁଟରରେ ହତ୍ୟା କରିବାକୁ 2 ଜଣ ଦୁର୍ବୃତ୍ତ ଆସିଥିଲେ। ଜଣେ ଓହ୍ଲାଇ ବନ୍ଧୁକ ବାହାର କଲା। ଅତି ପାଖରୁ ଯାଇ ଟ୍ରିଗର ଦବାଇବା କିନ୍ତୁ ବାହାରିଲାନି ଗୁଳି। ଲକ୍ ହୋଇଯିବାରୁ ବନ୍ଧୁକର ଗୁଳି ବାହାରିଲା ନାହିଁ। କୋଲକାତା କସବା ଅଞ୍ଚଳରେ ଗତକାଲି ରାତିରେ ତାଙ୍କୁ ଗୁଳି ମାରି ହତ୍ୟା କରିଥିବାରୁ ଆସିଥିଲେ 2 ଜଣ ଦୁର୍ବୃତ୍ତ। ଅତି ନିକଟରୁ ଫାୟାରିଂ କରିବା ବେଳେ ବନ୍ଧୁକ ଲକ୍ ହେବାରୁ ଗୁଳି ଫୁଟି ନଥିଲା। ଭିଡ଼ିଓଟି ସମ୍ପୂର୍ଣ୍ଣ ଦେଖିଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।